ସାଙ୍ଗମାନେ, ଆଜି ମୁଁ ତୁମ ପାଇଁ ବଢ଼ିଆ ଗପଟିଏ ନେଇ ଆସିଛି। ମନ ଦେଇ ଶୁଣ। ଗୋଟିଏ ଗ୍ରାମରେ ରାଘବ ନାମରେ ଗୋଟିଏ ରଜକ ରହୁଥିଲା। ତାର ଗୁଡ଼ିଏ ଛୁଆ ଥାଆନ୍ତି। ପରିବାରର ଭରଣ ପୋଷଣ ନ କରିପାରି ଦିନେ ସେ ରାତିରେ ଉଠି ଘରୁ ବାହାରି କୁଆଡ଼େ ପଳାଇଲା। ସେତେବେଳକୁ ତାର ବଡ଼ ପୁଅଟି 13 ବର୍ଷର ହୋଇଥାଏ। ବାପା ଚାଲିଯିବାରୁ ସେ କଷ୍ଟେ ମଷ୍ଟେ ପରିବାର ଚଳାଇବାକୁ ଲାଗିଲା। 5 ବର୍ଷ ପରେ ରାଘବ ଘରକୁ ଫେରିଲା। ନିଜେ ଯେଉଁ କାମ କରିପାରୁନଥିଲା, ପୁଅ ସେ କାମ କରୁଛି ଦେଖି ଖୁସି ହେଲା ଓ ହସ ଖୁସିରେ ଦିନ କାଟିବାକୁ ଲାଗିଲା। କିଛି ଦିନ ପରେ ପୁଅ ବାପକୁ କିଛି ଶିକ୍ଷା ଦେବାକୁ ଚାହିଁଲା। ଦିନେ ରାଘବ ଦେଖୁଥାଏ ତା ପୁଅ ଗଧ ଉପରେ ବିରାଟ ବୋଝ ଲଦିଲା ଓ ଟଳମଳ ଅବସ୍ଥାରେ ନିଜେ ମଧ୍ୟ ସେ ଗଧ ଉପରେ ବସି ପଡ଼ିଲା। ଏହା ଦେଖି ରାଘବ ଚିତ୍କାର କରି କହିଲା, ଆରେ ଦୁଷ୍ଟ, ତୁ ଗଧକୁ ମାରିଦେଲୁ, ତା ଉପରେ ଭାରି ବୋଝ ଲଦିଲୁ, ପୁଣି ନିଜେ ବସି ପଡ଼ିଲୁ। ମୁଁ ମଧ୍ୟ ଠିକ୍ କଥା ତୁମକୁ ପଚାରୁଛି। ପରିବାରର ଯେଉଁ ବୋଝ ମୁଁ ଉଠାଉଛି ସେଥିରେ ମୁଁ ଦବି ଯାଉଛି, ତା ଉପରେ ତୁମେ ଆସି ମୋ ଉପରେ ବସି ପଡ଼ିଲ କିପରି? ପୁଅ ଜବାବ ଦେଲା। ଏଥର ରାଘବ ନିଜର ଭୁଲ ବୁଝିପାରିଲା।